ସାଉଣ୍ଡଟା ଶୁଣିବା ପାଇଁ ସମସ୍ତେ ରେଡି ତ? ସୋ ହ୍ୟାଲୋ ଭାଇମାନେ, ଆଜି ହଉଛି ଡେ 78 ମୋ ମିନି ବ୍ଲଗର। ଆଜିର ସକାଳଟା ମଧ୍ୟ ମୋର ଜଗାଙ୍କ ପାଖରୁ ଷ୍ଟାର୍ଟ ହେଇଥିଲା। ତ ମୁଁ ସକାଳୁ ସକାଳୁ ଜଗାଙ୍କ ଦର୍ଶନ କରି ଆସିକି ପହଞ୍ଚିଥିଲି ଆମ ଟିଭିଏସ୍ ସର୍ଭିସ ସେଣ୍ଟର ସାମ୍ନାରେ ଥିବା ଭାଉଜଙ୍କ ଚା ଦୋକାନରେ। ତ ସେଠି ଥଣ୍ଡା ପାଖରେ ଗରମ ଗରମ ଚା ପିଇ ମୁଁ ଭିମାର୍ଟ ପାର ହୋଇ ଆସି ପହଞ୍ଚିଥିଲା ଆମ ବଡଲୁ ବସ ଷ୍ଟାଣ୍ଡରେ। ସେଠୁ ଗୋଟେ ପାର୍ସଲ ଧରି ସପକୁ ଆସି ମୁଁ ଲାଗିଥିଲି କିଛି ଦିଟା ଷ୍ଟିକର କଟିଂ କରିବା ପାଇଁ। ଆଉ ଯେତିକି ସବୁ ଷ୍ଟିକର କଟିଂ ହେଇଥିଲା ତାକୁ ଧରି ଘର ୱାର୍କସପକୁ ପଳେଇ ଆସିଥିଲି। କଣ ପାଇଁ ନା ଭାଇମାନେ ଆସିଥିଲେ ତାଙ୍କ ବୁଲେଟର ଯେତିକି ସବୁ ପାର୍ଟ କଲର ହେଇଥିଲା ତାକୁ ନବା ପାଇଁ। ଭାଇଙ୍କର ପାର୍ଟ ସବୁକୁ ଇନଷ୍ଟଲ କରି ସାରିବା ପରେ ସେ ମଧ୍ୟ ବାହାରି ଯାଇଥିଲେ। ମୁଁ ଭିତରକୁ ଆସି ଲାଗିଥିଲି ଭାଇଙ୍କର ଯୋଉ ଟ୍ୟାଙ୍କ ଥିଲା ତା ଉପରେ ଯେତିକି ସବୁ ଷ୍ଟିକର ନେଇକି ଆସିଥିଲି ତାକୁ ଆପ୍ଲାଏ କରିବା ପାଇଁ। ଆଉ ଯେତିକି କଟିଂ ଷ୍ଟିକର ଥିଲା ତାକୁ ଆପ୍ଲାଏ କରି ସାରିବା ପରେ ଆମେ ଲାଗି ଯାଇଥିଲୁ ଭାଇଙ୍କର ଯେତିକି ସବୁ ପାର୍ଟ ଗା କଲର ହେଇକି କମ୍ପ୍ଲିଟ ହେଇଥିଲା ତାକୁ ସବୁ ତାଙ୍କ ବାଇକରେ ଇନଷ୍ଟଲ କରିବା ପାଇଁ। ଫାଷ୍ଟ ଆମେ ପଛ ମଡଗାର୍ଡ ଆଉ ସୁଇଙ୍ଗଗାମ ସକର ସବୁ ଇନଷ୍ଟଲ କରି ସାରିବା ପରେ ତାଙ୍କ ଏକ୍ସଜଷ୍ଟ ମଧ୍ୟ ଇନଷ୍ଟଲ କରି ଦେଇଥିଲୁ। ଆଉ ଏଟା ଭାଇ ଅରିଜିନାଲ ଏକ୍ସଜଷ୍ଟ ନୁହେଁ, ଆଫ୍ଟର ମାର୍କେଟ କଷ୍ଟମ ମେଡ ଏକ୍ସଜଷ୍ଟ। ୟା ସାଉଣ୍ଡ ଟା ଟିକେ ଡିଫରେଣ୍ଟ ରହିବ। ଆଉ ଯେହେତୁ ଏତିକି ପାର୍ଟକୁ ଆସେମ୍ବଲ କରିଲା ବେଳକୁ ହେଇଯାଇଥିଲା ଆମର ଅନ୍ଧାର, ମୁଁ ଭାଇଙ୍କ ସାଇଡ ପ୍ୟାନେଲରେ ହାଲକା ଫୁଲକା ଆଉ କିଛି ଷ୍ଟିକର କାମ ବାକି ଥିଲା ତାକୁ କମ୍ପ୍ଲିଟ କରିଦେଇଥିଲି। ଆଉ ସେତିକି ଭିତରେ ଆମ ଦୀପୁ ଭାଇ ମଧ୍ୟ ଆସିକି ପହଞ୍ଚିଥିଲା। ସକାଳପୁର ତା ଦେହଟା ଟିକେ ଖରାପ ଥିଲା, ସେ ଆଜି ଆସିନଥିଲା। ସେଇପାଇଁ ଆମ NS 200 କାମ ମଧ୍ୟ ଆଜି ପେଣ୍ଡିଂ ଥିଲା। ୟାକୁ ଘଷା ଘୁଷି କରି ଧୋଇବା ଦାୟିତ୍ୱଟା ହଉଛି ତାର। ଆଉ ସେତିକି ଭିତରେ ରାଉରକେଲା ଭାଇଙ୍କ ଯୋଉ ଟ୍ୟାଙ୍କ ଥିଲା ତାପରେ ଯେତିକି ସବୁ ଟେପ୍ ଫେପ୍ ଥିଲା ତାକୁ ହଟେଇ ସାରିବା ପରେ ଭାଇଙ୍କ କଲର କାମ ବି ହେଇଥିଲା କମ୍ପ୍ଲିଟ। ତ ଆପଣମାନଙ୍କୁ ମେଟ୍ ହ୍ୱାଇଟ ସାଙ୍ଗରେ ଗ୍ଲୋସି ବ୍ଲୁ ଆଉ ଗୋଲ୍ଡେନ ର କମ୍ବିନେସନ ଟା କେମିତି ଲାଗୁଛି ନିହାତି କମେଣ୍ଟ କରିକି ଜଣେଇବେ। ଆଉ ସବୁ ଜିନିଷକୁ ଆମେ ସାଇଜ କରି ରଖି ସାରିବା ପରେ ଆମେ ଟିକେ ବାହାରିକି ପଳେଇ ଆସିଥିଲୁ ଚାଲିବା ପାଇଁ। ଥଣ୍ଡା ପାଗରେ ଚାଲିବାର ମଜା ଟିକେ ଅଲଗା। ମାନେ ଆଜିକାର ବ୍ଲଗଟା ଆପଣମାନଙ୍କୁ କେମିତି ଲାଗିଲା ନିହାତି କମେଣ୍ଟ କରିକି ଜଣେଇବେ। ଜୟ ଜଗନ୍ନାଥ।